ओके गुड इवनिंग स्टूडेंट एगेन समस्त क्वेश्चन मो वॉइस क्लियर अछि एगेन समस्त समस्त टे पार्टिसिपेट करिया पड़िबो काहे ना आज टिके हम डिस्कशन करबा अपकमिंग 27 रो एग्जाम पाई काहे ना ए वर्ष जो 27 एग्जाम आसुची एटा रियल गोटे चैलेंजिंग एग्जाम आ वॉइस टिके मोर स्लो रहइबो काहे ना जेहेतु सिवियर फीवर अछि काश भी जो छोर होछि से तंटी पूरा दरज अछि तो स्लो वॉइस रहइबो तो ट्राई करिवो एडजस्टमेंट करिया पाई किंतु गोटे रिक्वेस्ट करिबी क्लास को लास्ट पर्यंत रहइबो जेहेतु लाइव क्लास मु अछि तुमान सहित और एवरी पॉइंट रे डिस्कशन करिवि रिगार्डिंग 27 भाई काहे कि ना टिके मु भी तुमरो फीडबैक मागु चाहूची एक्चुअली कोन प्रॉब्लम रहउची आ को जिंस चेंज करिया अछि हम भाई ओके केही भी लेफ्ट होबनी लास्ट पर्यंत डिस्कशन करियो तो एक्चुअली प्रोब्लेम कोठी अछि ना जेतेबेले गोटे पिला प्रिपरेशन बा माइंडसेट କରୁଛି 27 ପାଇଁ ପ୍ରିପାରେସନ ପାଇଁ ତ ଏ ବର୍ଷ 27 ଯୋଉ ପ୍ରିପାରେସନଟା ଆକ୍ଚୁଆଲି ବହୁତ କମ ସମୟ ଟାଇମ ଅଛି ତ ଆଜି ହଉଛି ଅଗଷ୍ଟ 14 ଆଉ ଆସନ୍ତା କାଲି ହଉଛି ଅଗଷ୍ଟ 15 ତାରିଖ ଗୋଟେ ୱାନ୍ ଅଫ ଦ ମୋଷ୍ଟ ହିଷ୍ଟ୍ରିକାଲ ଡେ ବୋଲି କହିପାରିବା ଗୋଟେ ହଉଛି ସ୍ମରଣୀୟ ଦିନ ଆମ ପାଇଁ ବୋଲି ଆମେ କହିପାରିବା ଓକେ ତ ସେଥିପାଇଁ ତ ଆସନ୍ତା ଅଗଷ୍ଟ 15 ମାନେ ଏଇଟା 2026 ରେ ଅଛେ କିନ୍ତୁ 2027 ର ଅଗଷ୍ଟ 15 କଥା ଯଦି ଆମେ ଚିନ୍ତା କରିବା ମେ ବି ତୁମେ ମାନେ ମେନ୍ ଏକ୍ସାମ ଦଉଥିବ କିମ୍ବା କମ୍ପ୍ଲିଟ ସରିଥିବ ମାନେ ଭାବ କେମିତି ଗୋଟେ ମିରାକିଲ ଯୋଉଟା କି ଆଜି ତୁମେ ପ୍ରିପାରେସନ ହଉଛ ପ୍ରି ପାଇଁ ଠିକ ଗୋଟିଏ ବର୍ଷ ପରକୁ ତୁମେ ଲକ୍ଷ୍ୟ କରିବ ତୁମର ମେନ୍ ଏକ୍ସାମ ସରିଥିବ କିମ୍ବା ମେନ୍ ଏକ୍ସାମ ଚାଲିଥିବ ସେଇଭଳି କଣ୍ଡିସନ ତ ଏଇ ଯୋଉ ସମୟଟା ଗୋଟେ ପିଲା ପାଇଁ ୱାନ୍ ଅଫ ଦ ମୋଷ୍ଟ କ୍ରୁସିଆଲ ଟାଇମ ଦେଖି ମାନେ ଗୋଟେ ପିଲା ସହିତ କଣ ବିତୁଛି ସେ ପିଲା ହିଁ ବୁଝିଥିବ କାହିଁକି ନା ଯଦି ଗୋଟେ ପିଲାକୁ ମୁଁ କହିବି ଯେ ତା ଲାଇଫ ସହିତ କଣ ବିତୁଛି ବହୁତ ସାରା ପ୍ରୋବ୍ଲେମ ପ୍ରଥମ ପ୍ରୋବ୍ଲେମ ଫାଇନାନ୍ସିଆଲ ଇସ୍ୟୁ ଥିବ ପ୍ରତ୍ୟେକ ଷ୍ଟୁଡେଣ୍ଟଙ୍କ ଲାଇଫରେ କିଛି ନା କିଛି ପିଲାଙ୍କୁ ଛାଡ଼ିଦେଲେ ମ୍ୟାକ୍ସିମମ୍ ପିଲାଙ୍କ ଲାଇଫରେ ଫାଇନାନ୍ସିଆଲ ଇସ୍ୟୁ ଥାଏ ଦ୍ୟାଟ୍ ଇଜ ଦ ଫାର୍ଷ୍ଟ ପଏଣ୍ଟ ସେକେଣ୍ଡ ପଏଣ୍ଟ ହଉଛି ଯଦି ଗୋଟେ ଝିଅ ରହୁଛି ମ୍ୟାରେଜ ଇସ୍ୟୁ ଯୋଉଟା କି ୱାନ୍ ଅଫ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ପଏଣ୍ଟ ମ୍ୟାରେଜ ଇସ୍ୟୁ ଯେ ମ୍ୟାରେଜ କର ବୟସ ହେଇଯାଉଛି ଫିର ବି ମନ ଭିତରେ ଗୋଟେ ଜୁନୁନ ଅଛି ଇଚ୍ଛା ଅଛି ନା ମୁଁ ଜବ୍ କରିବି ମୁଁ ସିଭିଲ ସର୍ଭାଣ୍ଟ ହେବି ଦେନ୍ ମୁଁ ମ୍ୟାରେଜ କରିବି ଏଇ ଯୋଉ ଇଚ୍ଛାକୁ ବି ଭାଙ୍ଗି ହଉନି ଦେନ୍ ଯଦି ଗୋଟେ ପୁଅ ପିଲାଟି ଅଛି ମନ ଭିତରେ ସବୁବେଳେ ଆସୁଛି ଯେ ଘର ଭିତରେ ପ୍ରେସର ପକଉଛନ୍ତି ନା ଗଭର୍ଣ୍ଣମେଣ୍ଟ ଚାକିରି ହବନି ତୁ ପ୍ରାଇଭେଟ ଚାକିରି କରନେ କୋଉଠି ଜବ୍ କର କିଛି ଏକ୍ସଟ୍ରା ଇନକମ୍ କରିବା ପାଇଁ ଟ୍ରାଏ କର ଏସବୁ ଜିନିଷ ଆସୁଛି ଯଦି ଲଭ୍ ଲାଇଫ୍ ଭିତରେ ଅଛ ତ ମୁଁ ସବୁ ଆଙ୍ଗେଲରୁ ଗୋଟେ ଷ୍ଟୁଡେଣ୍ଟ ସହିତ ମୁଁ ଡିସ୍କସନ କରୁଛି ଗୋଟେ ଷ୍ଟୁଡେଣ୍ଟ ସହିତ କଣ ବିତୁଛି ଗୋଟେ ଷ୍ଟୁଡେଣ୍ଟ ସହିତ କଣ ବିତୁଛି ଯଦି ତୁମେ ଲଭ୍ ଲାଇଫରେ ଅଛ ତୁମେ ଯଦି ମ୍ୟାରେଜ କରିବ ତାହେଲେ ଚାକିରି ତୁମକୁ ନିହାତି ଦରକାର ଯଦି ଚାକିରି ନାହିଁ ତ ମ୍ୟାରେଜ ନାହିଁ ତ ଏସବୁ ଯୋଉ ସିଚୁଏସନ ଥାଏ ପ୍ରତ୍ୟେକ ଷ୍ଟୁଡେଣ୍ଟ ଭିତରେ ଥାଏ ତ ଏ ଜିନିଷକୁ ମଣିଷ କେବେ କାହାକୁ କହିପାରେ ନା ଗୋଟେ ଷ୍ଟୁଡେଣ୍ଟ କାହାକୁ କହିପାରେ ନା ନା କାହାକୁ ସେ ସେୟାର କରିବ ନା ବାପା ମାଙ୍କୁ ନା ନିଜ ରିଲେଟିଭକୁ କାହାକୁ ସେୟାର କରିବ ଯୋଉଟାକୁ ସେ ନିଜ ମନ ଭିତରେ ଚାପୁଡିକି ରଖିଥାଏ କେବଳ ଗୋଟିଏ ସ୍ୱପ୍ନ ଥାଏ ମୁଁ ଏ ବର୍ଷ ଓଏସ୍ ଅଫିସର ହେବି ଏ ଗୋଟିଏ ସ୍ୱପ୍ନ ପାଇଁ ଏ ସମସ୍ତ ଜିନିଷକୁ ସେ ଜାବୁଡିକି ରଖେ ତା ସହିତ ତୁମେ ଜାଣିଥିବ ସୋସାଇଟିରେ ଟର୍ନ ମାରିବା ଲୋକଙ୍କର ଅଭାବ ନାହିଁ ରିଲେଟିଭ ଯଦି ଘରକୁ ଆସିବେ କଣ ଓଏସ୍ ଏକ୍ସାମ ହେଲାନି ପ୍ରିପାରେସନ ଚାଲିଛି ଦେ ଛାଡିଦେ ହେଲା ଏଇ ଯୋଉ ଟର୍ନ ମରା କଥା ଗାଁକୁ ବାହାରି ଯିବ ଗାଁରେ ପଡୋଶୀଙ୍କର ଟର୍ନ ମରା କଥା ତ ଏ ସାଙ୍ଗସାଥୀଙ୍କର ଟର୍ନ ମରା କଥା କଣ ତୁ ଏମିତି ପାଠ ପଢୁଛୁ ଟିକେ ଭୋଜି ଭାତରେ ପାର୍ଟିସିପେଟ କରୁନୁ ଓକେ ତ ହଁ ତ ଏ ଯୋଉ ସବୁ ଟର୍ନ ମରା କଥାକୁ ମଧ୍ୟ ଆମକୁ ଶୁଣିବାକୁ ପଡେ ତ ଗୋଟେ ଷ୍ଟୁଡେଣ୍ଟ ଲାଇଫରେ ଏତିକି ଜିନିଷ ବିତୁଥାଏ କେହି କେବେ ତାକୁ ଦେଖନ୍ତିନି ଯେ ଭାବନ୍ତିନି ଯେ ଗୋଟେ ଷ୍ଟୁଡେଣ୍ଟ ସହିତ କଣ ବିତୁଛି ବାସ୍ ଖାଲି ତାକୁ କହିଦିଅ ଦେ କଣ ହଉନି କଣ ପଢୁନୁ ତା ସହିତ କଣ ବିତୁଥିବ ସେଠି ସେ ଜାଣିଛି ତ କେମିତି ଆ ଭିତରୁ ବାହାରିବା ଆ ଭିତରୁ ବାହାରିବାର ସତରେ କଣ ବାଟ ଅଛି କି ଆକୁ କେମିତି କ୍ଲିୟର କରିବା ଏକ୍ସାମକୁ ସବୁ ଜିନିଷ ଆଜି ମୁଁ ତମକୁ କହିବି ବିଟ୍ ବାଇ ବିଟ୍ ଦେଖ ପ୍ରଥମ କଥା ସକ୍ସେସ୍ ପାଇଁ ଫେଲୁଅର କାରଣ ଜାଣିବା ଦରକାର ସକ୍ସେସ୍ ପାଇଁ ଫେଲୁଅର କାରଣ ଜାଣିବା ଦରକାର ଯଦି କାରଣ ଜାଣିଗଲ ତମେ ସକ୍ସେସ୍ ପାଇଯିବ କାରଣ ଲାଇଫରେ ଅନେକ ସକ୍ସେସଫୁଲ ପର୍ସନକୁ ଆମେ ଫଲୋ କରିଥାଉ କିନ୍ତୁ ଗୋଟେ ଫେଲୁଅର ପର୍ସନକୁ ଫଲୋ କର ତୁମେ ସକ୍ସେସ୍ ଜଲ୍ଦି ପାଇବ କାହିଁକି ନା ତା ଲାଇଫରେ ସେ ଯୋଉ ସବୁ ଭୁଲ କରିଛି ତେବେ ସେ ଭୁଲରୁ ଶିଖିଲ ଏ ଜିନିଷ ମତେ କରିବାର ନୁହେଁ ତ ସେଥିପାଇଁ ମତେ ପ୍ରଥମେ କଣ ଶିଖିବାର ଅଛି ଯେ ମତେ ଟାଇମକୁ ଫିକ୍ସ କରିବାର ଅଛି ପ୍ରଥମ କଥା ଆଉ ଟାଇମକୁ ଫିକ୍ସ ମିନ୍ସ ଟାଇମକୁ କେବେ ୱେଷ୍ଟ କରିବେନି ମତେ ପର ଡେ 5 ରୁ 6 ଘଣ୍ଟା ପଢିବାର ଅଛି ଆଟ ଏନି କଷ୍ଟ ପଢିବେ ଯାହା ବି ହେଇଯାଉ ଆଜି ଯଦି
ହଁ गर्लफ्रेंड सहित झगड़ा ହେଇଛି फिर भी पढ़िबे। आज यदि बॉयफ्रेंड सहित झगड़ा ହେଇଛି फिर भी पढ़िबे। आज यदि स्त्री सहित झगड़ा ହେଇଛି फिर भी पढ़िबे। फाइनेंशियल इश्यू ଅଛି फिर भी पढ़िबे କିନ୍ତୁ 6 घंटा पढ़िबे जोटा कि प्रथम कमेंटमेंट करियार ଅଛି। सेकंड कमेंटमेंट इठी तुमको हार्डवर्क नहीं स्मार्ट वर्क। स्मार्ट वर्क स्मार्ट वर्क कौन गोटे पिला को एठी मु शिखेबी कहीं ना आम माइंड रे अनेक समय क्वेश्चन आसे जे मु कौन पढ़िबी कोठू पढ़िबी केमती पढ़िबी काहाकू पढ़िबी ए जो क्वेश्चन था पूरा सिंपल भाषा रे कहबी और सिंपल वे रे मध्य तुमन को बुझाई देबे। तो प्रिपरेशन रे ये जो क्वेश्चन आसे जे कोठू पढ़िबी केमती पढ़िबी ये जो डिलेमा थाए ताको सॉल्यूशन करियर अछि केमती करियर अछि तमे सेपरेट कर दियो मेन और प्रीलिम को। मेन को पढ़िबार अछि अप टू नवेम्बर 1 तारिख पर्यंत पढ़िबा केमती दैट इज द प्लानिंग। देखो मु तुमनको सिलेबस देखौछि सिलेबस थ्रू रे सब जिंस को तुमनको सहित शेयर करबी। ओके अच्छा सपोज मु तुमको तुमरी वे मु जेमती पढ़ौछि सेही वे रे रहउछि। सपोज गोटे पिला को मु पढ़ेली हेरिटेज एंड कल्चर को पेपर ना जीएस पेपर 1 किछि से जानिनी केमती से पढ़िबो आ को वे रे जो हेरिटेज एंड कल्चर कौन अच्छे टेम्पल आर्किटेक्चर अच्छी सोशियो कल्चर डेवलपमेंट अच्छी भक्ति मूवमेंट अच्छी ओडिशा लैंग्वेज डेवलपमेंट। तो ओवरऑल ए समस्त थियोरी से जानिया दरकार कहीं ना किसी थियोरी थाए जोटा कि स्टैटिक को लेकर तैयारी है किसी थियोरी थाए जोटा कि करंट अफेयर को लेकर थाए। तो एगुरा हूँ स्टैटिक को लेकर थियोरी इधर किसी चेंज हबनी। तो से ओवरऑल आइडिया रहा दरकार खाली पढ़ीदेले हबनी आपको कहगला हार्डवर्क खाली पढ़ीदेवाटा को कहगला हार्डवर्क आपको ताको स्मार्ट वर्क रे कन्वर्ट करियर अछि केमती कन्वर्ट करिवो मते प्रत्येक टॉपिक रो गोटे माइंड मैप नोट बनियर अछि। दीटा नोट सब पे बनो गोटे अछि फुल लेंथ नोट आ गोटे अछि माइंड मैप नोट। ए माइंड मैप नोट सब तुम माइंड रे रहइबो जे एई भली मते लिखियार अछि एई भली जिंस मते जानिबार अछि ए जिंस को मते रिप्रेजेंट करियर अछि। जेमति सोशियो कल्चरल डेवलपमेंट ऑफ ओडिशा ओडिशा सोसाइटी कल्चरल डेवलपमेंट कोड मु तुमको 7 ରୁ 8ଟା पेज वाला पढ़ी बट तुम तो गोटे पेज रे कन्वर्ट कर जिन इंपोर्टाट। तो एबे आसला सर एतिक पढ़ले कौन हो ना आपको कहला हार्डवर्क स्मार्ट वर्क केमती कन्वर्ट कर देख जो मैंने बैच रे अच्छो जो मैंने पढ़ुछ मुझे कहूँ तुम्हें तुम कंटेंट को जीव जी जो बैच रे अच्छो कंटेंट रे गला परे मेन सेक्शन को जीव मेन सेक्शन गोटे 200 लॉन्ग क्वेश्चन गोटे फाइल अच्छे ओके जीएस 1 ओपन कर जीएस 1 को तल को जीव मु 2टा पीडीएफ देछि हेरिटेज कल्चर 2टा पीडीएफ अच्छे ए 2टा पीडीएफ रे अप्रोक्सीमेटली 6 ରୁ 7ଟା सिलेक्टेड क्वेश्चन अच्छे तुम ताको थियोरी पढ़िल ए 7टा क्वेश्चन करदेव मु आज तुमको गारंटी देवी 100% इंग्लिश जदि आकु नहीं केवल क्वेश्चन आसे कौन भी गोटे पिला फेल हम किसी ना किसी से लिखिपर किसी ना किसी से लिखिपर कहीं ना मु तुमको थियोरी शिखेली थियोरी रिलेटेड क्वेश्चन केमती आसो ता भी शिखेली। छोट छोट गोटे एग्जांपल दूची देखो सपोज आज ए पीडीएफ टा आज तुम मान अपलोड करते देखो क्वेश्चन नंबर 1 आसला ओडिशार पर्वपर्वाणी ऊपर को लेकर गोटे क्वेश्चन अच्छी। तो जदि तुमको थियोरी रे न पढ़े थी इटी तुम क्वेश्चन पाइल प्रत्येक क्वेश्चन बाय लैंग्वेज रे बोथ ओडिया रे रहिबो बोथ इंग्लिश रे रहिबो जो पिला इंग्लिश रे दोछ से इंग्लिश रे पढ़ला जो पिला ओडिया रे दोछ ओडिया पढ़ला तुम्हें मन नहीं होतो सर हम प्रिंट काढिबो कि मु गोटे जिंस कहबी जदि फाइनेंशियल इश्यू नै तेन प्रिंट काढ अदरवाइज लिखि देवाटा बेटर हो। सपोज सेकंड नंबर क्वेश्चन आसला जोटा कि माने तुमरो माने एंशिएंट और मीडिएवल को लेकर गुप्त पीरियड को लेकर टेम्पल आर्किटेक्चर को लेकर क्वेश्चन पचार जो टाइप क्वेश्चन सब हो पारिबो समस्त जिंस मुझे रिप्रेजेंट करछे अर्थ गोटे पिलार थियोरी होबा सहित कौन क्लियर होला ना क्वेश्चन केमती आसे से शिखे जदि गोटे पिला मेन को एई भली पढ़िबो मेन को एई भली पढ़िबो मु तुमको कहूची से माने रैंक रे आसीबो माने मु कहूनी जे केवल क्लियर करिवो टॉप 10 रे टॉप 100 रे आसीबार चांस अछि बास तुमको एई भली पढ़िया अछि। और जमती तुमको गोटे क्वेश्चन दौची बास ताको लिखिबार अछि लिखिबा स्टाइल तुमको सिखै देछि जब तुम शिखिना बास तुमको धीरे धीरे शिखा भी हबो। तो ओवरऑल हमको एई कांसेप्ट रे जीवार अछि आ प्रीलिम्स रे पढ़िबार केमती अछि मु छोटिया कथाटे तुमको कहबी सपोज गोटे टॉपिक अछि ए टॉपिक को
ସମରାଇଜ କରି ଲେଖିବାକୁ କୁହାଯାଏ କଣ? ହଁ, ଏବେ ମେସେଜ କରନି। ଏବେ ମେସେଜ କଲେ କଣ ହବ କହିଲ, ମୁଁ ତମକୁ ଆନ୍ସର ଦେଇପାରିବିନି, କାରଣ ମୁଁ ମେସେଜ ଆଡକୁ ଅନେଇନି, ମୋ କନସେପ୍ଟ ଆଡକୁ ଅନେଇଛି। ବୁଝିପାରୁଛ ନା? ତ ସେଥିପାଇଁ ଲାଷ୍ଟକୁ ପଚାରିଲେ ଭଲ ହବ, ମୁଁ ଆନ୍ସରଟା ଦେଇଦେବି। ତ ସମରାଇଜ କରି ଲେଖିବାକୁ କୁହାଯାଏ ଲଙ୍ଗ କ୍ୱେଶ୍ଚନ, କିନ୍ତୁ ଯଦି କିଛି ପଏଣ୍ଟକୁ ପିକ୍ କରି କ୍ୱେଶ୍ଚନ କରାଯାଏ ତାକୁ କୁହାଯାଏ ସର୍ଟ କ୍ୱେଶ୍ଚନ। ତ ଆମେ ଯୋଉ ଭାବିଥାଉ ଯେ ଆମେ ମେନ୍ ପାଇଁ ପଢିଥିଲେ ପ୍ରି ହେଇଯିବ, ସେଟା କେବେ ସତ ନୁହେଁ। ପ୍ରି ପାଇଁ ଅଲଗା ପ୍ଲାନିଂ ଦେଇକି ଯିବାକୁ ପଡିବ, ଯୋଉଟା କି ତମକୁ କ୍ଲାସ ଥ୍ରୀରେ ଯିବେ। ଓକେ, ଏକ୍ସକ୍ୟୁଜ। ତାହେଲେ ଆମେ ଏଇଠି କ୍ଲିୟର ହେଲେ ଆମକୁ ପ୍ରଥମେ କଣ କରିବାର ଅଛି? ଟାଇମକୁ ଫିକ୍ସ କରିବାର ଅଛି। ଦ୍ୱିତୀୟ କଥା, ଯୋଉ ପ୍ଲାନିଂ କହିଲି ସେ ପ୍ଲାନିଂ ଥ୍ରୀରେ ଯିବାର ଅଛି। ତୃତୀୟ କଥା, that is a very important point, ସବୁବେଳେ ନିଜକୁ ପଜିଟିଭ ସହିତ ମୋଟିଭେଟେଡ ରଖିବାର ଅଛି। ପଜିଟିଭ ସହିତ ମୋଟିଭେଟ ରଖିବାର ଅଛି। ଛୋଟ ଏକ୍ସାମ୍ପଲ ଦେବି, ନିଜକୁ ଥରେ କ୍ୱେଶ୍ଚିନ କରିବ, ୟେସ୍ ଅର ନୋ ରେ ଆନ୍ସର ଦବ। ଯୋଉଦିନ ତମେ ମୋଟିଭେଟ ଥାଅ ସେଦିନ ସବୁଠାରୁ ଏକ୍ସେସ ପାଠ ପଢିଥାଅ। ଯୋଉଦିନ ତମେ ଡିମୋଟିଭେଟ ଥାଅ ସେଦିନ ସବୁଠାରୁ କମ ପାଠ ପଢିଥାଅ। ୟେସ୍ ଅର ନୋ, ହଁ କି ନା? ତ ସେଥିପାଇଁ ତୁମକୁ ଏଭ୍ରି ଡେ ଏଭ୍ରି ମୋମେଣ୍ଟରେ ମୋଟିଭେଟ ହବାର ଅଛି। ମୋଟିଭେଟ ହବାର ଅଛି। ତା ଅର୍ଥ ଆମକୁ ମୋଟିଭେଟ ହେଇ ପଢିବାର ଅଛି, ବଳଦଙ୍କ ଭଳି ନୁହେଁ। ସ୍ମାର୍ଟ ଷ୍ଟଡି, ଯୋଉ ସ୍ମାର୍ଟ ଷ୍ଟଡି ମୁଁ ତମକୁ ଶିଖେଇଲି, ବାସ୍ ତମର ଏଇ କନସେପ୍ଟ ଆଣିବାର ଅଛି, ମତେ ସ୍ମାର୍ଟ ୱେରେ ପଢିବାର ଅଛି। ତା ଅର୍ଥ ତିନିଟା ପଏଣ୍ଟ କ୍ଲିୟର ହଲ। ଟାଇମକୁ ମ୍ୟାନେଜ କରିବ, 5 ଘଣ୍ଟା ମାନେ 5 ଘଣ୍ଟା ପଢିବାର ଅଛି, ଯେତେବେଳେ ବି ହଉ। ଯୋଉ ପ୍ଲାନିଂ କହିଲି ସ୍ମାର୍ଟ ୱେରେ ପଢିବାର ଅଛି, ଆଉ ନିଜକୁ ସବୁବେଳେ ପଜିଟିଭ ମୋଟିଭେଟ ରଖିବାର ଅଛି। ବହୁତ ସାରା ପିଲା ଫୋର୍ଥ ପଏଣ୍ଟକୁ କିଛି ପିଲା ଗ୍ରହଣ କରିପାରନ୍ତି ବା କିଛି ପିଲା ଗ୍ରହଣ କରି ନ ପାରନ୍ତି। ବହୁତ ସାରା ପିଲା କଣ କରନ୍ତି, ମୁଁ ଦେଖିଛି ମୋ ସାଙ୍ଗମାନଙ୍କ ସହିତ କିଛି ଷ୍ଟୁଡେଣ୍ଟ ମାନେ କଣ କରନ୍ତି, ପ୍ରିପାରେସନ ଟାଇମରେ ଏନ୍ଜୟମେଣ୍ଟକୁ ସେ ସାଇଡ କରନ୍ତି, ପର୍ବପର୍ବାଣି ସେଲିବ୍ରେସନକୁ ସାଇଡ କରିଦିଅନ୍ତି, ଫ୍ୟାମିଲି ଫଙ୍କସନକୁ ଆଟେଣ୍ଡ କରନ୍ତୁନି। ମୁଁ କହିବି ପିଲେ ଏସବୁ ଜିନିଷ କରିବ ନାହିଁ। କାହିଁକି ନା ଫ୍ୟାମିଲି ଫଙ୍କସନରେ ଆଟେଣ୍ଡ କରିବା, ପର୍ବପର୍ବାଣି କି ଏନ୍ଜୟ କରିବା, ଇଟ୍ ଇଜ ଦ ପାର୍ଟ ଅଫ ଦ ଲାଇଫ। ପାର୍ଟ ଅଫ ଲାଇଫରେ ଯଦି କିଛି ବାଧା ସୃଷ୍ଟି ହବ, ଏକ୍ସାମ ହଲରେ ମଧ୍ୟ ତା ଇମ୍ପାକ୍ଟ ପଡିବ। କାହିଁକି ନା ତମେ ଡିପ୍ରେସନ ଆଡକୁ ଯିବ, ତମେ ଡିମୋଟିଭେଟେଡ ହବ। କେବେ ସେ ଜିନିଷ କରିବନି। 24 ଘଣ୍ଟା ଅଛି, ଠିକ 24 ଘଣ୍ଟାରୁ ମୁଁ ତ 5 ଘଣ୍ଟା ପଢିବାର ଅଛି, ଠିକ ଅଛି ମୁଁ 5 ଘଣ୍ଟା ପଢିବି। ଆଜି କିଛି ଫଙ୍କସନ ଅଛି, ତା ପାଇଁ 4 ଘଣ୍ଟା ଟାଇମ ଦେବି, ଶୋଇବା କମେଇ ଦେବି, ଖାଇବା ପାଇଁ ଯୋଉ ସମୟ ଅଛି କମେଇ ଦେବି, ଅଲଗା କାମ ବି କମେଇ ଦେବି। ଦେଖ ଆଉ ଗୋଟେ ଜିନିଷ କଣ, ହଁ ଫ୍ୟାମିଲି ଫଙ୍କସନ ଗଲେ ଡିମୋଟିଭେଟ ହେଇଯାଉଛ, ଆରେ କାହା କଥା ଶୁଣିବାର ନାହିଁ। ମତେ ମତେ ଫଙ୍କସନରେ ଏନ୍ଜୟ କରିବାର ଅଛି। ଦେଖ ଆମର ଏ 5ଟା ଆଙ୍ଗୁଠି ଅଛି, ଏ 5ଟା ଆଙ୍ଗୁଠି ସମାନ କି? କେବେ ସମାନ ନୁହେଁ। ଏ ଆଙ୍ଗୁଠି ଗୋଟେ ଅଲଗା, ଏ ଆଙ୍ଗୁଠି ଅଲଗା। ଆମେ ଏ ଆଙ୍ଗୁଠିକୁ ଫୋପାଡ଼ି ଦେଇଛେ କି? ପାଖରେ ରଖିଛେ, କିନ୍ତୁ ଆମେ ଇଗ୍ନୋର କରିଛେ। ଆମର ଆଙ୍ଗୁଠି 5ଟା, କିଏ ବଡ କିଏ ଛୋଟ ମୁଁ କେବେ ଅନେଇନି। ଓକେ, ତ ସେଥିପାଇଁ କିଏ କଣ କହିଲା, କଣ କହୁଛି, କଣ ପଚାରୁଛି, ଜଷ୍ଟ ଇଗ୍ନୋର, ଜଷ୍ଟ ଇଗ୍ନୋର। ତମକୁ ଇଗ୍ନୋର କରିବାର ଅଛି, ଆଉ ଆଗକୁ ବଢିକି ଯିବାର ଅଛି। ବାସ୍ ଏଇ ଯୋଉ କନସେପ୍ଟ ଅଛି, ମାଇଣ୍ଡରେ ଫିଟ୍ କରି ରଖିବାର ଅଛି। ଏଇ 4ଟି ଜିନିଷକୁ ତମେ ଫଲୋ କରିବ, ନିଶ୍ଚିନ୍ତ ଇମ୍ପ୍ରୁଭମେଣ୍ଟ ହବ। ସକ୍ସେସ ପାଇବାଟା ଟୁ ମଚ୍ ଡିଫିକଲ୍ଟ, କିନ୍ତୁ ସକ୍ସେସ ପାଇବା ଟୁ ମଚ୍ ଇଜି, ବହୁତ ଇଜି। ଯଦି ତମେ କିଛି ଜିନିଷକୁ ପ୍ରପର ୱେରେ ମେଣ୍ଟେନ କର, ଡେଫିନେଟଲି ସକ୍ସେସ ପାଇବ, ଡେଫିନେଟଲି। ଆଉ ଗୋଟେ ଜିନିଷ ମନେ ରଖିବ, ଲାଷ୍ଟ ତମକୁ କହିବି, 5th ନମ୍ବର ପଏଣ୍ଟରେ, ଯେତେ ସମୟ ତୁମେ ପଢିବାର ଟାଇମ ଦଉଛ, ପଢିବାର ରେସିଓ ସବୁବେଳେ କଣ ହବା ଦରକାର? 3:2 ହବା ଦରକାର। ମୋ ମଧ୍ୟରେ କୋଶ୍ଚିନ୍ ଆସୁଥିଲା 3:2 କଣ? 2 ଭାଗେ ପଢିବ, 3 ଭାଗେ ରିଭିଜନ କରିବ। ଯଦି ଗୋଟେ ଦିନରେ ତୁମେ 2 ଘଣ୍ଟା ପଢିଛ, 3 ଘଣ୍ଟା ରିଭିଜନ କରିବ। କେବେ 3 ଘଣ୍ଟା ପଢି 2 ଘଣ୍ଟା ରିଭିଜନ କରିବନି, ଲସ୍ ହବାର ପାଇଁ। ରିଭିଜନ ଯେତେ କରିବ ସେତେ ତମର ଯାଇକି ଇମ୍ପ୍ରୁଭମେଣ୍ଟ ହବ। ଆଚ୍ଛା, ମନ ଭିତରେ କୋଶ୍ଚିନ୍ ଆସୁଛି ଯେ ଆମେ ଜବ୍ ହୋଲ୍ଡର ଅଛୁ, ଆମେ ଟାଇମକୁ କେମିତି ମ୍ୟାନେଜ କରିବୁ? ଦେଖ, ଗୋଟେ ଚୁଟକିରେ ତମକୁ ମୁଁ ଶିଖଉଛି କେମିତି ଟାଇମ ମ୍ୟାନେଜମେଣ୍ଟ କରିବ। କୌଣସି ବି ପ୍ରଫେସନ ହବ, ତୁମେ ଆଜି ଟିଚରସିପ ହୁଅ, କୌଣସି ମେଡିକାଲ ଲାଇନରେ ଥାଅ, ପ୍ରାଇଭେଟ ଜବ ରୁହ, କର୍ପୋରେଟ ଜବ ରୁହ, କିଛି ବି ଦ୍ୟାଟ୍ ଇଜ ନଟ୍ ଇମ୍ପୋର୍ଟାଣ୍ଟ। ଇମ୍ପୋର୍ଟାଣ୍ଟ ହଉଛି କଣ, ଯେ ମତେ 5 ଆୱାର ଦବାର ଅଛି, ଦେବି କେମିତି? ଏମିତି କୋଉ ଚାକିରି ନାହିଁ ଯୋଉଟା କି ତମକୁ, ହଁ ଯୋଉଟା ନାଇଟ୍ ସିଫ୍ଟ ରହୁଥିବ, ସିଫ୍ଟ ବାଲା କେସକୁ ଛାଡି ତମେ ଇୟରଲି ଟାଇମ ଦେଇପାରିବନି। ଯଦି ସପୋଜ ତୁମର 7ଟା 8ଟା
ଚାରିଟା ରାତିରେ ଉଠିବାକୁ ପଡିବ। ଏଠି ସାକ୍ରିଫାଇସ ର ଶବ୍ଦ ଆସୁଛି। ବହୁତ ସାରା ପିଲାଙ୍କୁ ଦେଖିଛି ମୁଁ, ଯୋଉମାନେ ବହୁତ ମାନେ ମାନେ ଇଚ୍ଛା ଥାଏ ପଢିବା ପାଇଁ, ଯେ ସାର୍ ଆମେ ପଢିବୁ, ସମୟ ଦବୁ, କିନ୍ତୁ ତାଙ୍କ ଲାଇଫରେ ଶୋଇବାରେ ସେ କେବେ ସାକ୍ରିଫାଇସ କରନ୍ତି। 7ଟା ପର୍ଯ୍ୟନ୍ତ ଉଠିବାକୁ ନ ଉଠି ନିଦ ଭାଙ୍ଗିବ କି? ଏଇ ଯୋଉ କନସେପ୍ଟ ଅଛି ମାଇଣ୍ଡ ଗୋଟେ ଅଛି, ଏଠି ସାକ୍ରିଫାଇସ ଅଛି। ଯଦି ଗୋଟେ ପିଲା ରାତି 4ଟାରୁ ଉଠୁଛି, ଓକେ, ରାତି 4ରୁ ଯଦି 6 ପର୍ଯ୍ୟନ୍ତ ପଢୁଛି, ଏଇ 2 ଘଣ୍ଟା ସେ ଯେତିକି ପାଠ ପଢିବ ଗୋଟେ 3 ଘଣ୍ଟାର ପାଠ ସହିତ ସମାନ। ତ ଆରାମସେ ତୁମେ ଏଠି 2 ଘଣ୍ଟା ପାଇଲ। ତୁମେ କହୁଥିଲ ନା ଜଣେ ତମ ଭିତରୁ କିଏ ଜଣେ ଟିଚର ଅଛ, ରାତି 4ଟାରୁ ଉଠିବ, 6ଟା ଯାଏ ପଢ। 6ଟାରେ ତୁମେ କ୍ଲାସ କର, ନିତ୍ୟକର୍ମ କର, ପିଲାଙ୍କୁ ଖାଇବାକୁ ଦିଅ, ସ୍କୁଲ ଯିବା ପାଇଁ ପ୍ରିପାରେସନ କର, କଣ କରିବା କଥା କର, କିଛି ନାହିଁ। ଏବେ ପଳେଇ ଆସ ରାତି କଥା ଆସ। ସବୁ ତୁମେ ଜାଣିଲ କ୍ଲାସ ଟାଇମ ଏତିକି ସରିଗଲା, ଘର ଲୋକଙ୍କ ପାଇଁ ଖାଇବାକୁ ଦେଇଦେଲ, XYZ ସବୁ କିଛି କରିଦେଲ। 10ଟା ରାତିରୁ ବସିବ, 10ଟାରୁ ରାତି 12ଟା, 10ଟାରୁ ରାତି 12ଟା, 2 ଘଣ୍ଟା, 2 2 4 ଘଣ୍ଟା, ଆଉ ରହିଲା ଗୋଟିଏ ଘଣ୍ଟା। ଏମିତି ସମୟ ତମେ ପାଇବନି ଯୋଉଠି ତମକୁ ଘଣ୍ଟାଏ ଆଡଜଷ୍ଟ କରିପାରିବନି। ସପୋଜ ଅଧଘଣ୍ଟାଏ ତ ନିଶ୍ଚିତ ମିଳିବ। ସପୋଜ 5ଟା 30ରୁ 6ଟା ପର୍ଯ୍ୟନ୍ତ ଟିକେ ଫାଙ୍କା ଅଛ, ଅଧଘଣ୍ଟେ ପାଇଗଲ ପଢ। ସପୋଜ ମଝିରେ ଆଉ 30 ମିନିଟ ପାଇଗଲ, ପଢିବ। ତ ଏଇଭଳି ବ୍ରେକ୍ କରିବ। ଯଦି ଲମ୍ବା ସମୟ ପାଉଛ ପଢ, ଯଦି ଲମ୍ବା ସମୟ ନ ପାଉଛ ବ୍ରେକ୍ କରି ପଢ। ସପୋଜ ରାତି 10ଟାରୁ 11ଟା ଯାଏ ମୁଁ ପଢିବି, ଆଉ ତେଣୁ ମୁଁ ପଢିପାରିବି, ଠିକ ଅଛି। ଆଉ ଘଣ୍ଟାଏ କୋଉଠି ଆଡଜଷ୍ଟ କରିବ। ସପୋଜ ତମେ ଡ୍ୟୁଟିରୁ ଯେତେବେଳେ ଆସୁଛ, କିମ୍ବା ତମ ରିସେସ ଟାଇମ ରହୁଛି ସ୍କୁଲରେ, ଧର ସ୍କୁଲରେ ତମେ ପଢଉଛ ନା, ବାକି ସମୟ ତମେ ଫ୍ରି ଅଛ, ତୁମେ ସେ ଟାଇମରେ ଟ୍ରାଏ କରିବ ରିଭିଜନ କରିବା ପାଇଁ। ସ୍କୁଲରେ କଣ ହୁଏ ନା, ନୂଆ ପାଠ କେବେ ପଢିବନି, ନ୍ୟୁ ପାଠ କେବେ ପଢିବନି। ସବୁବେଳେ ଅଫିସ ଆୱାର ଭିତରେ ବା ଡ୍ୟୁଟି ଭିତରେ ଯଦି ତମେ ପଢିବାକୁ ଚାହୁଁଛ, ତାହେଲେ ରିଭିଜନ କର। ସବୁଠାରୁ ବେଷ୍ଟ ଜିନିଷ ହଉଛି ସେଟା। କେବେ ବି ସେ ସମୟରେ ନୂଆ ପାଠ ପଢିବନି। ନୂଆ ପାଠ ପଢିଲେ ମନେ ରହିବନି, କାରଣ ତୁମେ ଗୋଟେ ଫଙ୍କସନ କରୁଛ। ତ ସେଥିପାଇଁ ଅଫିସ ଆୱାରରେ ଯଦି ତୁମେ ପଢିବାକୁ ଚାହୁଁଛ, ମାଇଣ୍ଡ ସେଟ୍ କରିବ ମତେ ଅଫିସ ଆୱାର ଭିତରେ ପଢିବାର ଅଛି, ମାନେ ମତେ କେବେ ରିଭିଜନ କରିବି। କଣ ରିଭିଜନ କରିବି? ଯେତିକି ପଢିଛୁ ଏଇ କନସେପ୍ଟରେ ଯିବ, ବାସ୍ ସେତିକି। ଏତିକି ଜିନିଷକୁ ଫଲୋ କର, ଡେଫିନେଟଲି ସକ୍ସେସ ପାଇବ। ସକ୍ସେସ ଗୋଟେ, ହଁ ହଁ। ଆଉ ଗୋଟେ ଜିନିଷ ମନେ ରଖ, ଅପସନାଲ କଥା। ମୁଁ ଏବେ ବି ବହୁତ ସାରା ପିଲା ଅଛନ୍ତି ଯୋଉମାନେ କି ଡିସାଇଡ କରିନାହାନ୍ତି ଅପସନାଲ କଣ ନେବେ, ଡିସାଇଡ କରିନିଅ। ଆଉ ଏତିକି ତମମାନଙ୍କୁ କହିବି, ଯୋଉମାନେ ଏବେ ବି କନଫ୍ୟୁଜନ ଭିତରେ ଅଛ ଯେ ଅପସନାଲ କଣ, ଆଜ ଏ ଏକ୍ସପିରିଏନ୍ସ ୱେ ମୁଁ କହୁଛି, ହୋମ ସାଇନ୍ସ ଇଜ ଦ ବେଷ୍ଟ ମାନେ ଅପସନାଲ। ଏଥିରେ ତମକୁ କଷ୍ଟ କରିବାକୁ ପଡିବନି, ସମୟ ଦବାକୁ ପଡିବନି, କାରଣ ଏଟା ଅଟୋମେଟିକ ତମ ଜୀବନ ଚକ୍ରର ଗୋଟେ ଅଂଶ। ଓକେ, ତ ସେଥିପାଇଁ ହୋମ ସାଇନ୍ସ ଇଜ ଦ ବେଷ୍ଟ ଅପସନାଲ। ଆଉ ତୁମେ ତାକୁ ଟିକେ ଲେଖିପାରିବ, ନେଇ ଆଣି ଥୋଇପାରିଲ, ଆରାମସେ 500ରୁ ମିନିମମ୍ 500ରୁ ମିନିମମ୍ 280 ପାଖାପାଖି ସ୍କୋର କରିବ, ଯାହାକୁ କୁହାଯାଏ ଦ ବେଷ୍ଟ ସ୍କୋର ବୋଲି କୁହାଯାଏ। ଯଦି ଅଦର କାହାର କିଛି ଅପସନାଲ ଅଛି, ତୁମେ ତା ଉପରେ କନଫିଡେନ୍ସ ଅଛି, କେହି ଯଦି ଗାଇଡ କରିବାକୁ ଅଛନ୍ତି, ସଫିସିଏଣ୍ଟ ନୋଟ ଅଛି, ଦେନ୍ ଇଟ୍ସ ଓକେ, କିଛି ଇସ୍ୟୁ ନାହିଁ। ବଟ୍ ଯଦି କିଛି ଅସୁବିଧା ହଉଛି, ଦେନ୍ ତୁମେ ହୋମ ସାଇନ୍ସକୁ ମାନେ ସିଫ୍ଟ କରିନେବାଟା ବେଟର ହବ। ସବୁଥିରେ ସ୍କୋର ହବ, ମୁଁ କହିବିନି ଯେ ଇଥେରେ ହବ ସେଥିରେ ହବନି, କିନ୍ତୁ ଡିପେଣ୍ଡ କରୁଛି ତୁମେ ଚୁଜ କରୁଥିବା ଅପସନାଲ ର। ହଁ, ମୋ କଥା ଶୁଣ, ମୋ କହିବାର ଅର୍ଥ ବୁଝିପାରିବନି। ମୁଁ କହୁନି ଯେ ସବୁ ଅପସନାଲ ଖରାପ ବୋଲି, ସମସ୍ତେ ସମାନ, କିନ୍ତୁ ଡିପେଣ୍ଡ କରେ କଣ, ସେ ଅପସନାଲ ରିଲେଟେଡ ତମ ଭିତରେ ମ୍ୟାଟେରିଆଲ ଅଛି କି ନାହିଁ। ସପୋଜ ତୁମେ କେମିଷ୍ଟ୍ରି ନେଇଥିବ, କେମିଷ୍ଟ୍ରି ମ୍ୟାଟେରିଆଲ ନଥିବ। ସପୋଜ ତୁମେ ଆଡମିନିଷ୍ଟ୍ରେଟିଭ ପବ୍ଲିକ ଆଡମିନିଷ୍ଟ୍ରେଟିଭ ନେଇଥିବ, ଚାପ୍ଟର ବୁଝେଇଲା ବେଳକୁ କେହି ପାଖରେ ନଥିବେ, ଲାଭ କଣ ଅଛି ନେଇ। ସେ ଜିନିଷ ନିଅ ଯାହାର 100% ସଲ୍ୟୁସନ ଅଛି, ଯାହାର 100% ମ୍ୟାଟେରିଆଲ ଅଛି, ଯାହାର 100% ଯାହା କିଛି ଖୋଜିବ ତା ଆଭେଲେବଲ ଅଛି, ଦେନ୍ ସେୟାକୁ ହିଁ ଚୁଜ କର। ତାର ଅଦରୱାଇଜ ବାକି ଯୋଉ 32ଟା ଅପସନାଲ ଅଛି, ସମସ୍ତଙ୍କର ଇକ୍ୱାଲ। ହୋମ ସାଇନ୍ସ ର କ୍ୱାଲିଟି ଯାହା, ଫିଜିକ୍ସ ଅପସନାଲ ର କ୍ୱାଲିଟି ସେୟା, କେମିଷ୍ଟ୍ରିର କ୍ୱାଲିଟି ସେୟା, ହିଷ୍ଟ୍ରିର ସେୟା, ପବ୍ଲିକ ଆଡମିନିଷ୍ଟ୍ରେସନ ସେୟା, ସମସ୍ତଙ୍କର ସେୟା। କିନ୍ତୁ ଡିପେଣ୍ଡ କରେ ସେ ଷ୍ଟୁଡେଣ୍ଟ ଉପରେ, ତା କତିରେ କ୍ୱାଲିଟି ଅପସନାଲ ପାଇଁ ର ମ୍ୟାଟେରିଆଲ ଅଛି କି ନାହିଁ। ଓକେ, ତ ଆଉ ବି ଟାଇମ ନାହିଁ ମୋ ପାଖରେ, କାରଣ ଯେତିକି ଏନର୍ଜି ଥିଲା ସେ ଏନର୍ଜି ସହିତ ମୁଁ ଆଜି ଡିସ୍କସନ ତୁମମାନଙ୍କ ସହିତ କଲି। ଓକେ, ବାସ୍ ଏଇ ୱେରେ ଆମେ ଯିବା, ଏଇ ୱେରେ ଆମେ ପଜିଟିଭଲି ରହିବା, କେବେ ବି ନେଗେଟିଭ ହବାନି, କାରଣ ପାଠ ସହିତ ପଜିଟିଭନେସ୍ ବି ଲାଇଫ ଆମ ପାଇଁ ଦରକାର। ଯୋଉମାନେ ଆଦିତ୍ୟ ଏକାଡେମୀ ଆପ୍ଲିକେସନରେ ଜଏନ କରିଛ, ନୂଆ ବ୍ୟାଚ୍ ହଉ ପୁରୁଣା ବ୍ୟାଚରେ, ଯୋଉ ଭରସା ନେଇ ଆସିଛ, ମୁଁ 100% ମୋର ଏଫର୍ଟ ଦଉଛି, ନାଇଁ ଆମେ ସକ୍ସେସ ପାଇବା। ଗୋଟେ ପିଲା ଯେତେବେଳେ ଭରସା କରି ଆସେ, ତାକୁ ସାଟିସ୍ଫାକ୍ସନ କରିବା ଦାୟିତ୍ୱ ହଉଛି ମୋର।
तार सॉल्यूशन करिया दायित्व होची मोर किंतु गोटे जिंस होची किछि किछि समय रे मिसकम्युनिकेशन कोन हुए ना रिलेशन को टिके अलगा आड़ को नहीं जाए दैट मींस आम फॉर्मेट गोटे पिला बुझी पारंतनी परवर्ती अवस्था मु डिटेल्स कुए ए जिंस या नुहे ए जिंस ना सॉरी सर तो ये जिनस घटे तुम डाउट होची कॉल करो यदि एक्सेस डाउट अछि जोटा कि हम निहायत कथा हवा दरकार देन कॉल करो और यदि रिसीव न करि पाउछि मो तरफ मु तुमनको कॉल करिवे अदरवाइज सब बेस्ट उपाय होची माने वॉइस रे मते मेसेज कर दियो व्हाट्सएप पर ओके तो थैंक यू तो जो मैंने जॉइन कर आदित्य एकेडमी एप्लिकेशन रे समस्त जिनस को सब वे अपडेट करा जिवो ए वीडियो थिला केवल गोटे पॉइंट ऑफ व्यू रे आज होची अगस्त 14 काली होची अगस्त 15 आर वर्ष अगस्त 15 रे मे भी तुम मानकर एग्जाम सरी जाइथिबो प्री प्लस में ओके से पॉइंट ऑफ व्यू ओके थैंक यू